ରାଜା ଜୟବୀର ମଝିରେ ମଝିରେ ଛଦ୍ମବେଶ ପକାଇ ନିଜ ରାଜଧାନୀ ସହରରେ ବୁଲୁଥାନ୍ତି। ଥରେ ସେ ଠିକ୍ କଲେ କି ସହର ଛାଡ଼ି ଆଉ ଟିକେ ଦୂରକୁ ଯାଇ ସହର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ଅବସ୍ଥା ଦେଖିବେ। ରାତିରେ ଜୁଆଖେଳ, ଗୁଣ୍ଡାମି ଇତ୍ୟାଦି ହେଉଥିବାର ଖବର ସେ ପାଉଥିଲେ। ତାର ସତ୍ୟାସତ୍ୟ ପରୀକ୍ଷା କରି ଦେଖିବାକୁ ତାଙ୍କର ମନ ହେଲା। ଦିନେ ରାତିରେ ସେ ସହର ପାଖରେ ଥିବା ଗୋଟିଏ ଗାଁ ଭିତର ଦେଇ ଆସୁଛନ୍ତି। ଦଳେ ଡାକୁ ତାଙ୍କୁ ଘେରିଗଲେ। ସେମାନେ ତାଙ୍କ ଲୁଗାପଟା ତଲାସ କଲେ, କିନ୍ତୁ କୌଣସି ମୂଲ୍ୟବାନ ଚିଜ ବା ପଇସାପତ୍ର ପାଇଲେ ନାହିଁ। ବିରକ୍ତ ହୋଇ ସେମାନେ ତାକୁ ଗୋଟାଏ ଧକ୍କା ଦେଲେ। ସେ ତଳେ ପଡ଼ିଗଲେ। ଡାକୁମାନେ ଚାଲିଗଲେ। କହିବା ବାହୁଲ୍ୟ, ପଥିକ ଜଣକ ଯେ ସ୍ୱୟଂ ରାଜା ଏ କଥା ଡାକୁମାନେ ଜାଣିନଥିଲେ। ରାଜା ଉଠିପଡ଼ି ପୁଣି ଚାଲିଲେ। ସେତିକିବେଳେ ଶେଖର ନାମକ ରାଜାଙ୍କ ଦରବାରରେ ଜଣେ ଅମାତ୍ୟ ତାଙ୍କ ବନ୍ଧୁ ଘରୁ ଫେରୁଥିଲେ। ସେ ଦୂରରୁ ଦୃଶ୍ୟଟି ଦେଖିଲେ। ସେ ଆସି ପଛରୁ ରାଜାଙ୍କୁ ଲକ୍ଷ୍ୟ କରି ଅନୁମାନ କରିନେଲେ ଯେ ସେ ରାଜା। ସନ୍ଦେହ ମୋଚନ ନିମନ୍ତେ ସେ ପଛେ ପଛେ ଚାଲିଲେ। ଯେତେବେଳେ ରାଜା ଯାଇ ଉଆସରେ ପ୍ରବେଶ କଲେ, ସେତେବେଳେ ଶେଖର ରାଜାଙ୍କ ପରିଚୟ ଉପରେ ନିଶ୍ଚିନ୍ତ ହୋଇ ଘରକୁ ଫେରିଲେ। ପରଦିନ ଦେଖାଗଲା, ଦରବାରରେ ରାଜା ଅତ୍ୟନ୍ତ ବିମର୍ଷ ଭାବରେ ବସିଛନ୍ତି। କଥା ହେଲା, ପୂର୍ବଦିନ ରାତିରେ ସେ ଯେପରି ଅପମାନ ଅନୁଭବ କରିଥିଲେ, ସେହିପରି ପୂର୍ବରୁ କେବେ ଅନୁଭବ କରିନଥିଲେ। ସେହି ଅପମାନ ଭାରରେ ସେ ନଇଁ ପଡ଼ିଥିଲେ। ଶେଖର କଥା ପ୍ରସଙ୍ଗରେ ଆଉ ଜଣେ ଅମାତ୍ୟଙ୍କୁ କହିଲେ, ଆରେ ଭାଇ, କୌଣସି ବସ୍ତୁର ଅସଲ ମୂଲ୍ୟ ଯାହା ହେଉନା କାହିଁକି, ବସ୍ତୁଟି ସ୍ଥୂଳ ଭାବରେ କେଉଁଠି ଅଛି, କିପରି ଅବସ୍ଥାରେ ଅଛି, ସାଧାରଣଙ୍କ ଆଖିରେ ସେହି ଅନୁସାରେ ତାର ମୂଲ୍ୟ ନିରୂପଣ ହୋଇଥାଏ। ରାସ୍ତାରେ ଫୁଲଟିଏ ପଡ଼ିଥିଲେ ତାକୁ ଲୋକେ ଦଳି ଚକଟି ଚାଲିଯିବେ, କିନ୍ତୁ ସେହି ଫୁଲ ଯଦି ଦିଅଁଙ୍କ ପାଖରେ ଲାଗିଥିବ, ତାକୁ ସମସ୍ତେ ମୁଣ୍ଡରେ ଲଗାଇବେ। ହଠାତ୍ ରାଜାଙ୍କ ମୁହଁରେ ହସ ଫୁଟିଲା। ସେ ବୁଝିଲେ, ଗତ ରାତିରେ ଅପମାନ ପାଇଥିବା ବ୍ୟକ୍ତି ଜଣକ ରାଜା ନୁହେଁ, ସାଧାରଣ ପଥଚାରୀ। ଶେଖର ଆହୁରି କହିଲେ, ଖଣ୍ଡିଏ କପଡ଼ାର ଉଦାହରଣ ନିଅ। ଯଦି କପଡ଼ା ଖଣ୍ଡିକ ତମ ମୁଣ୍ଡରେ ବନ୍ଧା ହୋଇଥିବ, ତେବେ ତାହା ହେଲା ପଗଡ଼ି। ଦେହରେ ଗୁଡ଼ା ହୋଇଥିଲେ ଚଦର, ଆଉ ତୁମେ ଯଦି ଗାଧୋଇ ସାରି ସେହି କପଡ଼ାରେ ଦେହ ପୋଛି ହେଉଥିବ, ତାହା ହେଲା ଗାମୁଛା। ତାପରେ ସେ ଖଣ୍ଡିଏ କାଠ ବାହାର କଲେ। ତା ଉପରେ ସୁନ୍ଦର ଠାକୁର ମୂର୍ତ୍ତିଟିଏ ଖୋଦେଇ ହୋଇଥିଲା। ସେ କହିଲେ, 2 ଦିନ ତଳେ ଏ କାଠ ଖଣ୍ଡି ଆଣି ମୋ ଘରେ ମୁଁ ରଖିଥିଲି। ମୋର ଜଣେ ବନ୍ଧୁ ଘର ଭିତରେ ପଶି ସେଠାରେ ପଡ଼ିଥିବା କାଠଟିକୁ ତାଙ୍କ ଗୋଡ଼ରେ ଘୁଞ୍ଚାଇ ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେ ସେଭଳି କରିପାରିବେ କି? ଏହା କିନ୍ତୁ ସେହି କାଠ। ରାଜାଙ୍କ বিষণ্ଣ ଭାବ ପୂରାପୂରି ଦୂର ହୋଇଗଲା। ସେ ବୁଝିଲେ, ବାସ୍ତବିକ ପରିସ୍ଥିତି ଉପରେ ସବୁ କଥା ନିର୍ଭର କରେ।